ଅତଏବ ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ। ଖ୍ରୀଷ୍ଟରେ ପ୍ରିୟ ବନ୍ଧୁଗଣ, ଆଜିର ଅନଲାଇନ୍ ଉପାସନାକୁ ପୁନର୍ବାର ପ୍ରତ୍ୟେକ ଦର୍ଶକ ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ଆବାଳ ବୃଦ୍ଧ ବନିତାଙ୍କୁ ସ୍ୱାଗତ ଜଣାଏ। ଆସନ୍ତୁ ପ୍ରଭୁଙ୍କର ସାହାଯ୍ୟ ଭିକ୍ଷା କରି ଆଜିର ଉପାସନାର ଆରମ୍ଭରୁ ଶେଷ ଯାଏ ଯେ ପ୍ରକାର ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତି ସେଥିପାଇଁ ପ୍ରାର୍ଥନା କରିବା। ଅତ୍ୟନ୍ତ ଦୟାଳୁ ତ୍ରାଣକର୍ତ୍ତା ମଙ୍ଗଳମୟ ପରମେଶ୍ୱର, ତୁମକୁ ଧନ୍ୟବାଦ କରୁଛୁ। ତୁମେ ଆମମାନଙ୍କର ଯେ ଅଛ ସେ ଅଛ, ସ୍ୱୟଂଭୂ ପରମେଶ୍ୱର ଅଟ। ଆମମାନଙ୍କୁ ପ୍ରଭୁ ଏ ଦୁର୍ଦିନ ସମୟରେ, ଏ ଅଭାବର ସମୟରେ, ଏହି ରୋଗ ପୀଡ଼ାର ସମୟରେ ତୁମେ ଆମମାନଙ୍କୁ ଶଙ୍ଖଳିଛ, ଆମମାନଙ୍କୁ ଉଦ୍ଧାର କରିଛ, ସୁରକ୍ଷା ଦେଇଛ, ସୁସ୍ଥତା ଦେଇ ପ୍ରଭୁ ତୁମରି ଗୌରବ କରିବାର ଅବକାଶ ମାନ ଦେଇ ଆସୁଅଛ। ଆଜିର ଉପାସନାକୁ ତୁମ ହସ୍ତରେ ଦେଉଛୁ ପ୍ରଭୁ, ଆରମ୍ଭରୁ ଶେଷ ଯାଏ ଯେ ପ୍ରକାର ଏହି ଅନଲାଇନ୍ ମାଧ୍ୟମରେ ପ୍ରତ୍ୟେକ ଦର୍ଶକମାନେ, ମଣ୍ଡଳୀର ବିଶ୍ୱାସୀ, ଆବାଳ ବୃଦ୍ଧ ବନିତା, ପୁଣି ଜଗତର ପ୍ରତ୍ୟେକ ପ୍ରଭୁ ତୁମରି ଗୌରବ କରିବା ପାଇଁ ପାରିବେ ସେପରି ସାହାଯ୍ୟ କର। ଆରମ୍ଭରୁ ଶେଷ ଯାଏ ଉପସ୍ଥିତ ରହି ତୁମରି ଗୌରବ କରିବାର ଅବକାଶ ମାନ ଦେଇ ତୁମେ ମହିମାନ୍ୱିତ ହଉ ବୋଲି ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ପ୍ରିୟ ବନ୍ଧୁଗଣ, ଆସୁ ପ୍ରଭୁଙ୍କର ଗୌରବ କରିବା। ଗୀତ ମାଧ୍ୟମରେ ଆମେ ସମସ୍ତେ ଜାଣିଥିବା ଉପାସନା ସଙ୍ଗୀତ ତାର 105 ପୃଷ୍ଠାର ଗୀତ ଆମେ ମିଳିମିଶି ସମସ୍ତେ ଗାନ କରିବା। ଗୀତଟି ହେଉଛି ଦୃଢ଼ କୋଣ ପାଷାଣର ଉପରେ। ଏ ଗୀତଟି ଗାଇ ପ୍ରଭୁଙ୍କର ଗୌରବ କରିବା। ଆସନ୍ତୁ ମୋ ସହିତ ଆପଣମାନେ ସମସ୍ତେ ମିଳିମିଶି ଗାଆନ୍ତୁ। ଦୃଢ଼ କୋଣ ପାଷାଣର ଉପରେ, ଦୃଢ଼ କୋଣ ପାଷାଣର ଉପରେ, ବିଶ୍ୱାସ ଭରସା ମନ୍ଦିର ତୋଳିଛି, ମୂଳ ଦୁଆ ଚିହ୍ନିନ ରତ୍ନରେ, ଦୃଢ଼ କୋଣ ପାଷାଣର ଉପରେ। ସେ ତ ଅନାଦି କାଳର ପଥର ଯାକୁ ଭାଙ୍ଗି ନ ପାରେ ଜଳା କର, ଦୁର୍ବଳ ପତିତ ଗୃହ ମୁଁ ତୋଳୁଛି, କାଳେ କାଳେ ଭାଙ୍ଗି ନ ପାରେ, ଦୃଢ଼ କୋଣ ପାଷାଣର ଉପରେ। ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟନରେ କଲେ ସ୍ଥାପନ, ପାପ ତାପ ବଢ଼ି ନରକ ଲହଡ଼ି, ପରାଜୟ କରି ନ ପାରେ, ଦୃଢ଼ କୋଣ ପାଷାଣର ଉପରେ। ଚିହ୍ନି ନ ପାରିଣ ଗାନ୍ଥକ ଗଣ ଅତି ତୁଚ୍ଛରେ କଲେ ନିବାରଣ, ପାଷାଣୁ ବାଲିକି କରି ମନୋନୀତ, ମଲେ ସର୍ବ ନାଶ ବଢ଼ିରେ, ଦୃଢ଼ କୋଣ ପାଷାଣର ଉପରେ। ଯଦ୍ୟପି ନରକର ପରାକ୍ରମ ଅବା ଦୁରନ୍ତ ଶତ୍ରୁ ସୟତାର, ঘোর অগ্নিবাণ করে নিক্ষেপণ
ମୂଳ ଦୁଆ ହଲି ନ ପାରେ ଦୃଢ଼ କୋଣ ପାଷାଣର ଉପରେ ଯୀଶୁ ମୋର ଦୃଢ଼ କୋଣ ପାଷାଣ ତହିଁ ପରେ ମନ୍ଦିର ନିର୍ମାଣ ପ୍ରଚଣ୍ଡ ପବନ ବହି ଘନ ଘନ ମୋ ଗୃହକୁ ଭାଙ୍ଗି ନ ପାରେ ଦୃଢ଼ କୋଣ ପାଷାଣର ଉପରେ ବିଶ୍ୱାସ ଭରସା ମନ୍ଦିର ତୋଳିଛି ମୂଳ ଦୁଆ ଚିହ୍ନି ଯତ୍ନରେ ଦୃଢ଼ କୋଣ ପାଷାଣର ଉପରେ। ଆସନ୍ତୁ ଆଜିର ଆଲୋଚନା ନିମନ୍ତେ ଯେଉଁ ଶାସ୍ତ୍ରାଂଶଟି ମନୋନୀତ କରାଯାଇ ତାକୁ ଆମେ ପାଠ କରିବା। ଆମେ ପାଇବା ଜିରିମିୟ ପୁସ୍ତକ ତାର 29 ପର୍ବ ତାର 11 ପଦ। ଦ ବୁକ୍ ଅଫ୍ ଜେରେମାୟା ଚାପ୍ଟର 29 verse 11। ସେଠାରେ ଓଡ଼ିଆରେ ଏ ପ୍ରକାର ଲେଖାଯାଏ, କାରଣ ସଦାପ୍ରଭୁ କହନ୍ତି ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ ତାହା ଆମ୍ଭେ ଜାଣୁ। ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ ମଙ୍ଗଳର ସଂକଳ୍ପ ଅଟେ। ପ୍ରଭୁ ଏ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆପଣମାନେ ଆଣିଥିବା ସମସ୍ତ ଧନ୍ୟବାଦର ଦାନ, ସ୍ୱେଚ୍ଛା ଦାନ, ପାରିବାରିକ ଦାନ, ଆପଣଙ୍କର ମାନତ ଦାନ, ଯେ ସମସ୍ତ ଦାନ ଏକାଠି ରଖନ୍ତୁ। ଏହି ଗୀତ ଆମେ ପ୍ରଭୁଙ୍କର ଗୌରବ କରୁ କରୁ ଗାଇବା, ତାପରେ ଆମେ ଏହି ସମସ୍ତ ବିଷୟ ପାଇଁ ପ୍ରାର୍ଥନା କରିବା। ଦ୍ୱିତୀୟ ଗୀତଟି ଆମେ ପ୍ରଭୁଙ୍କର ଗୌରବ ପାଇଁ ଗାଇବା। ଗୀତଟି ଆମେ ସମସ୍ତେ ଜାଣିଛୁ, ସିଓନ ଉପାସନା ସଙ୍ଗୀତ ତାର 41 ପୃଷ୍ଠାର ଉପର ଗୀତ, 122 ନମ୍ବର ଗୀତ, ସ୍ୱର୍ଗ ଯାହାର ସିଂହାସନ ପୃଥିବୀ ଯାହାର ପାଦପୀଠ। ଏହି ଗୀତଟି ଆମେ ସମସ୍ତେ ଜାଣିଛୁ। ଆସୁ ପ୍ରଭୁଙ୍କର ଗୌରବ ନିମନ୍ତେ ଏହି ଗୀତଟି ଆମେ ଗାନ କରିବା। ସ୍ୱର୍ଗ ଯାହାର ସିଂହାସନ ପୃଥିବୀ ଯାହାର ପାଦପୀଠ, ମୁଁ ସେହି ପ୍ରିୟ ଯୀଶୁ ପାଦ ତଳେ ଭକତି ଅଞ୍ଜଳି ଢାଳେ। ମୁଁ ଭକତି ଅଞ୍ଜଳି ଢାଳେ। ସ୍ୱର୍ଗ ଯାହାର ସିଂହାସନ, ଯେ ନାମରେ ଅନ୍ଧ ଦେଖିଥିଲା, ସେ ନାମରେ ଛୋଟା ଚାଲିଥିଲା। ଯେ ନାମରେ ଅନ୍ଧ ଦେଖିଥିଲା, ସେ ନାମରେ ଛୋଟା ଚାଲିଥିଲା। ପାଇଛି ସେ ନାମ ଦେଇ ମୋ ଜୀବନ, ପାଇଛି ସେ ନାମ ଦେଇ ମୋ ଜୀବନ। ତାଙ୍କରି ଚରଣ ତଳେ, ମୁଁ ତାଙ୍କରି ଚରଣ ତଳେ। ସ୍ୱର୍ଗ ଯାହାର ସିଂହାସନ, ଯେ ନାମକୁ ମୃତ୍ୟୁ ଡରୁଥିଲା, ପାପ ଅମାନିଶା ପାହିଗଲା। ଯେ ନାମକୁ ମୃତ୍ୟୁ ଡରୁଥିଲା, ପାପ ଅମାନିଶା ପାହିଗଲା। ସେହି ନାମ ମୋର ଜୀବନ ସଙ୍ଗୀତ, ସେହି ନାମ ମୋର ଜୀବନ ସଙ୍ଗୀତ। ସେ ନାମେ ଶାନ୍ତି ମିଳେ,
हाँ से नाम शांति मिले। स्वर्ग जाहार सिंहासन, पृथ्वी जाहार पाद पीठ मु सेही प्रिय जीशु पाद तले भक्ति अंजलि ढाळे। मु भक्ति अंजलि ढाळे। स्वर्ग जाहार सिंहासन। प्रभु को नाम गौरव ए समय आसु आमने आज वाक्य निमंते मध्य प्रत्येक परिवार व्यक्तिविशेष प्रभुक लोक माने समस्ते संग्रह करिथिबा आनिथिबा स्वेच्छादान, धन्यवादर दान, पारिवारिक दान तथा समस्त प्रभु को गौरव निमंते आनिथिबा सबु दान को आम एकाठी प्रार्थना करिबा। ता सहित मंडलीर जो माने असुस्थ अछंती मध्य दर्शक मानक मध्य जो माने असुस्थ अछंती मध्य जहार प्रार्थनार आवश्यक प्रत्येक निमंते आम प्रार्थना करिबा। ए समय मु अनुरोध करी मंडलीर दीकन महाशय भाई निर्मलेन्दु पट्टनायक से महाशय आसबे आउ प्रार्थना रे आम को आगे नेबे। सर्वप्रथमे मु ईश्वर को धन्यवाद दिए, ता सहित मंडल पालक मंडल कर्मकर्ता मानू मन को धन्यवाद दिए। आज उपासना रे मत प्रार्थना करने सुजोग देते विशेष धन्यवाद। आज जो आम प्रार्थना करवा आम 5टी विषय प्रार्थना करवा। प्रथम जो वक्ता को आज मनोनीत करा जायछि तांको ईश्वर को चरण तले आम समर्पण करवा। द्वितीय जो भौणी शांतिलता कर बुधवार दिन आमको छाड़ी ईश्वर गृह को जाइछन्ति, ईश्वर कल को जाइछन्ति, से प्रार्थना तोड़ी करवा। मंडली रे जेते सभ्य सभ्या अच्छी तांको भीतर केते जन रोग्य सज्जार अच्छी, केते जन रोगग्रस्तर अच्छी ता आमे जानूना किंतु ईश्वर जानती, तेणु तांको भाई प्रार्थना करवा। चतुर्थ मंडल आम जो दान संग्रह करूँ ईश्वर का राज्यर व्यवहार निमंते से प्रार्थना करवा। पंचम जगत रे जो कोरोनार प्रकोप से आम ईश्वर चरण तले प्रार्थना तोड़ी कर आसतु आम प्रार्थना करवा। धन्यवाद 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 प्रभु को प्रातः काल समस्त आपद रक्षा करी आज ये विश्राम बार रे तुम मंदिर रे एकत्र रही तुम स्तुति प्रशंसा कर जो सुजोग प्रभु देच प्रभु से तुम ना को विशेष धन्यवाद जन प्रभु। यह सुंदर सुजोग केवल खोजिले जगत नहांती मात्र पापी दीनहीन दरिद्र हेले तुम्हें जो आमको जीवित नाम एवं स्थान दे बंचाए रखिच। तुम मधुमय वाक्य श्रवण करने तुम नाम को मुखर उच्चारण करने जो प्रभु सुजोग प्रभु देच तुम नाम को विशेष धन्यवाद प्रभु। आज जो वक्ता को तुम्हें मनोनीत कर स्पर्श कर तुम पवित्र आत्मा परिवर्तित कर प्रभु। जपर से तुम जो वाक्य आज एठार प्रचार करेंगे से नुह कि तुम्हें नुचाओ मुख दे तुम्हें निजे से वाक्य प्रचार करी तुम्हें महिमान्वित एवं गौरवान्वित हो प्रभु। गत बुधवार दिन तुम्हें मंडल दासी लता शांतिलता कर को तुम्हें तुम कोल को नहीं प्रभु। आत्मा को तुम्हें सांत्वना प्रदान कर शोक सप्त परिवार को तुम्हें तुम बाहु तले आवरी रख। आम मांडलिक हिसाब से आम गृह को जाइए प्रार्थना तोड़ी रखी प्रभु तुम्हें दया कर से प्रार्थना तुम्हें आम शुण प्रभु गो। मंडल जिते सभ्य सभ्या अच्छा केते जन रोगग्रस्त अच्छा केते जन रोग सज्जार अच्छा तुम्हें तो अंतर्जाई परमेश्वर तुम्हें सबू जान तुम्हें तुम आर कई हस्तर स्पर्श दे स्वयं सुस्थता प्रदान कर जब स्वयं सुस्थता लाभ करी तुमको पुनर्बार धन्यवाद सुजोग पाइपर एपरी अनुग्रह तुम प्रदान कर प्रभु गो। मंडल जो आम दान आनी प्रभु से दान जब तुम राज्य विस्तार निमंते व्यवहार हो पार एपरी अनुग्रह प्रदान कर प्रभु। ता सहित जो स्वेच्छाकृत दान रखी प्रभु तुम मंडल कार्य निमंते व्यवहार हो पार तुम दयापूर्ण हस्त रख से
अर्थ जेपरि तुम राज्य विस्तार निमंते व्यवहार हो पार एपरी अनुग्रह तुम प्रदान कर। जगत रे जो करोनार प्रकोप तुम्हें तो अंतर्यामी परमेश्वर, तुम्हें जे सृष्टिकर्ता प्रभु, तुम वाक्य मध्य सब सुस्थ रही पारे यहीपरि आश्चर्य कर्म तुम्हें जगत सम्मुख प्रकाश कर। जब जगतवासी तुमको चिन्हे, तुमको जानवे, तुम्हें जे एकमात्र सत्य जीवित उद्धारकर्ता परमेश्वर या हृदयंगम कर समस्त मन तुम्हें प्रदान अनुग्रह प्रदान कर। प्रभु गो आम तुमको कौन मागू प्रभु, मागे आगे तुम्हें सब जानी था प्रभु, तुम्हें से अनुपात तुम्हें आमको तुम आम रिक्वायरमेंट अनुसार प्रभु तुम्हें आमको दे था। आउ तुमको कौन मागिबी, तुम नाम छोटे भिक्षाटी मागिले दया ग्रहण कर। आमेन। प्रभु नाम गौरव हो। आनंदर समय आसतु आम समस्ते ध्यानर सहित भक्तिर सहित बसु प्रभुंर वाक्य शुणापी। विशेष धन्यवाद जनाए प्रभु को मत आनंद कहीं मंडलीर आमानकर प्रिय दीकन महाशय भाई ईश्वर चंद्र पट्टायत से आम गहण अच्छा प्रभुंर वाक्य आम प्रत्येक को देवाई जाऊँ। प्रभु जहाँ चालना दिखती से आम निकट में प्रकाश करेंगे। जो वाक्य आम शुणा आम हृदय में संचय कर प्रभु को गौरव निमंते आग को बढ़ा। यह समय मंडली पक्षर मो प्रिय दीकन भाई पट्टायत महाशय को प्रभु श्रीकृष्ण नाम स्वागत जनाए। महाशय आसवे वाक्य प्रचार करेंगे। आज षष्ठ मासर शेष पवित्र रविवार प्रभुंकर पवित्र वाक्य परिवेषण करने निमंते मंडली मो पर एक उद्योग को सुजोग देथार प्रभुंक नाम रे गौरव करने सहित मंडली को मध्य धन्यवाद दिए। विशेषकर हम माने आपण जेते थोड़े प्रभुंकर वाक्य शुणिले मध्य पिला बेलू वृद्ध पर्यंत शुणिले ये पवित्र वाक्य सब नुआ लगे, पुराना लगे। कारण विभिन्न वक्ता ये वाक्य को विभिन्न भाव से तर्जना करें। एणु आमर ये पवित्र वाक्य को आम मैंने सब ध्यान सहित शुणा आवश्यक। फल आम मैंने आत्मिक भाव में वृद्धि लाभ करूँ। आ बाइबल गोटे एपरी ग्रंथ पृथ्वी सबू समस्या समाधानकारी ये ग्रंथ, ये गोटे ग्रंथ जहाँकि सबूर समाधानकारी ग्रंथ अटे। एणु मैंने सब बाइबल प्रभुंकर जीवंत वाक्य को आम मैंने ध्यान करवा एवं तदनुसार शरणापन्न। आज जहाँ मैंने मनोनीत करचु ध्यान निमंते ताहा आपण पाइबे जिरिमिया भविष्यद्वक्ता पुस्तक 30 पर्व 23 एवं 24 पद। सेठारे एहीपरि लिखा जाए, देख सदा प्रभुंकर तूफान अर्थात ताहांकर प्रचंड कोप सर्वोच्च सर्वनाशकारी तूफान निर्गत होई ताहा दुष्ट मानक मस्तक पड़े। सदाप्रभु अपना मनर अभिप्राय सफल और सिद्ध न करने पर्यंत ताहांकर प्रज्वलित क्रोध निवृत्त रहिब। तो माने अंतिम काल रे आम मैंने जहाँ पाठ कलु यह मानव समाज निमंते ईश्वर आम प्रति चेतावनी वाणी। कहीं आम मैंने जिते प्रभुंक ठारू दूरे जाऊ तांकर प्रार्थना तांकर सहभागिता तांकर उपासना हेला करूँ से से तांकर संतान मानक आध्यात्मिक दिगरे सजाड़िया निमंते पदक्षेप नहीं था। विशेषकर तांकर कौन इस प्रकार एक कठोर पदक्षेप नेबा पूर्व से तांकर भविष्य वक्ता बांकर दास मान को न जनाई कौन कार्य कर न। एणु आमोस 3:7 लिखा जाए,
ଜିରିମେ ଭବିଷ୍ୟତଙ୍କ ଈଶ୍ୱରଙ୍କ ବହୁ ପୂର୍ବରୁ ତାଙ୍କୁ ଜଣାଇଥିଲେ ଯେ ଯେତେ ଈଶ୍ୱରଙ୍କର କୌଣସି ପଦକ୍ଷେପ ନେବା ପୂର୍ବରୁ ସେ ତାଙ୍କୁ ସମସ୍ତଙ୍କୁ ଜଣାଇଥାନ୍ତି, ଅର୍ଥାତ୍ ମାନବ ସମାଜକୁ ସେମାନେ ଯେପରି ତାହା ଜଣାଇବେ ସେଥି ନିମନ୍ତେ ତାଙ୍କର ଭବିଷ୍ୟତ ତାହା ଜଣାଇଥାନ୍ତି। ଏଠାରେ ମଧ୍ୟ ଆମୋସ 3:7 ତାହା ସେ ଜଣାଇଥିଲେ ଜିରିମେ ଭବିଷ୍ୟତଙ୍କ ମାଧ୍ୟମରେ ଯେ ଯାହା ଆମେ ପାଠ କରିଛୁ ତାହା ଏବେ ସଫଳ ହେବା ପାଇଁ ଯାଉଛି। ହୁଏତ ସେ ଜିରିମେ ଭବିଷ୍ୟତ ବକ୍ତାଙ୍କୁ ବହୁ ପୂର୍ବରୁ ତାହା ସୂଚାଇଥିଲେ, ଏବେ ସଫଳ ହେଉଛି ଏ ମହାମାରୀ ଦ୍ୱାରା। ଆଜି ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ମୁଁ ଆପଣମାନଙ୍କୁ ଟିକେ ପଛକୁ ନେଇଯାଉଛି। ପିତା ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ, ଜୀବଜଗତ ସୃଷ୍ଟି କଲେ, ତାପରେ ମନୁଷ୍ୟକୁ ସୃଷ୍ଟି କଲେ। ଜୀବଜଗତକୁ ସୃଷ୍ଟି କଲା ବେଳେ ତାଙ୍କର ମୁଖ ନିଃସୃତ ବାକ୍ୟ ଦ୍ୱାରା ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଲା, କିନ୍ତୁ ମନୁଷ୍ୟକୁ ସୃଷ୍ଟି କଲାବେଳକୁ ସେ ଧୂଳି ନେଇ ନିଜ ହସ୍ତରେ, ନିଜ ସାଦୃଶ୍ୟରେ, ନିଜ ପ୍ରତିମୂର୍ତ୍ତିରେ, ନିଜ ଗୁଣରେ, ରୂପରେ ସୃଷ୍ଟି କରି ନିଜ ଫଙ୍କ ଦ୍ୱାରା ତାଙ୍କୁ ପ୍ରାଣବାୟୁ ଦେଲେ। ଏଣୁ ତାଙ୍କର ଆମ ପ୍ରତି ଅର୍ଥାତ୍ ମାନବ ସମାଜ ପ୍ରତି ଦୃଢ଼ ପ୍ରେମ, ନିଃସ୍ୱାର୍ଥପର ପ୍ରେମ ଦେଖାଯାଏ। ତାଙ୍କୁ ସୃଷ୍ଟି କରି ଈଶ୍ୱର ତାଙ୍କୁ ଏଦନ ଉଦ୍ୟାନରେ ସ୍ଥାପନ କରିଥିଲେ ସେ ପ୍ରଥମ ମନୁଷ୍ୟକୁ ଆଦମ, ଏବଂ କିଛି ତାଙ୍କୁ ସର୍ତ୍ତ ଥିଲା ଯେ ଏହି ବଗିଚାର ସମସ୍ତ ଫଳ ଖାଇବ, କେବଳ 2ଟିକୁ ଛାଡ଼ି। କାଳକ୍ରମେ ସେମାନେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରି ସେ ମନା କରିଥିବା 2ଟି ଫଳକୁ ସେମାନେ ଖାଇଲେ। ଅନ୍ତର୍ଯ୍ୟାମୀ ପରମେଶ୍ୱର ଏହା ଜାଣି ସେମାନଙ୍କୁ ଆସି ଦୁଃଖିତ ହେବା ସହିତ ସେମାନଙ୍କୁ ସେ ଉଦ୍ୟାନରୁ ବିତାଡ଼ିତ କରିଦେଲେ। ଫଳରେ ସେମାନେ ଈଶ୍ୱରଙ୍କ ସହଭାଗିତାରୁ ଚାଲିଯିବା ଦ୍ୱାରା ତାଙ୍କର ଆତ୍ମିକ ମୃତ୍ୟୁ ଘଟିଲା। ଏଣୁ ଏହି ମନୁଷ୍ୟ ସଦାସର୍ବଦା ଅବାଟରେ ଅର୍ଥାତ୍ ତାଙ୍କର ସ୍ୱଇଚ୍ଛାରେ ମନ ଇଚ୍ଛା ସ୍ୱାଧୀନତା ପାଇଥିବାରୁ ଲେଖାଯାଏ, ପ୍ରଭୁ ଅନ୍ତରରେ ଦେଖିଲେ ଯେ ମନୁଷ୍ୟର ଦୃଷ୍ଟିଟା ଅତି ବଡ଼, ଅନ୍ତଃକରଣ କଳ୍ପନା ଅବିରତ ମନ। ତାଙ୍କର କଳ୍ପନା ଅବିରତ ମନ ମାନେ 24 ଘଣ୍ଟା ଭିତରେ ସେମାନେ ସବୁବେଳେ ମନ୍ଦ କଳ୍ପନା କରୁଥାନ୍ତି। ଏଣୁ ସୃଷ୍ଟିକର୍ତ୍ତା ଦୁଃଖିତ ହେବା ସହିତ ନୋହଙ୍କ ସମୟରେ ଆତ୍ମିକ ଶୃଙ୍ଖଳା ନିମନ୍ତେ ଜଳପ୍ଳାବନ ସୃଷ୍ଟି କଲେ ଏବଂ ମହାମାରୀ ଦ୍ୱାରା ଅଧିକାଂଶ ଜୀବଜଗତ ହତ ହୋଇଥିଲେ। ପାପର କୌଣସି ପ୍ରକାର ରୂପ ନଥିବାରୁ ଜଳପ୍ଳାବନ ଏବଂ ଗମର ସଦାମୟ ଅଗ୍ନି ଦ୍ୱାରା ସମ୍ପୂର୍ଣ୍ଣ ବିନାଶ ହୋଇପାରିଲା ନାହିଁ। ତାହା ଅଙ୍କୁରିତ ହୋଇ ପୃଥିବୀରେ ତାର ରାଜ୍ୟ ବିସ୍ତାର କଲା। ଫଳରେ ଆଜିର ମନୁଷ୍ୟ ପାପରେ ବୁଡ଼ି ରହିଲା। ଯଥା ଆଜି ହତ୍ୟା, ଲୁଣ୍ଠନ, ବ୍ୟଭିଚାର ପାପ ଜଗତକୁ ଗ୍ରାସୀ ଅଛି। ଏପରିକି ତାଙ୍କ ବିଶ୍ୱାସୀମାନେ ମଧ୍ୟ ସେଥିରୁ ବାଦ ପଡ଼ିନାହାନ୍ତି। ଈଶ୍ୱରଙ୍କ ଦୃଷ୍ଟିରେ ଆମମାନେ ପାପୀ ରୂପେ ପରିଗଣିତ ହୋଇଛୁ। ଆଜିର ସେଥି ନିମନ୍ତେ ମହାମାରୀର ପ୍ରେରଣକର୍ତ୍ତା ନିଜେ ପ୍ରଭୁ। ଯାହା ଆମେ ପାଠ କରିଛୁ, ସଦାପ୍ରଭୁଙ୍କର ତୋଫାନ ଅର୍ଥାତ୍ ତାଙ୍କର ପ୍ରଚଣ୍ଡ କ୍ରୋଧ ଯେଉଁ ମନୁଷ୍ୟକୁ ସେ
ସବୁବେଳେ ଦୟା ଦୃଷ୍ଟିରେ ଦେଖୁଥିଲେ। ଆମର ଏହିସବୁ ପାପ ଯୋଗୁଁ ତାଙ୍କର କୋପ ଦୃଷ୍ଟି ପଡ଼ିଲା। କାରଣ ଆଜିର ମନୁଷ୍ୟ ଏପରିକି ଈଶ୍ୱର ପରାୟଣତା ଜୀବନ ଯାପନ ବଦଳରେ ଜାଗତିକ ସୁଖ ସ୍ୱାଚ୍ଛନ୍ଦ୍ୟରେ ସର୍ବଦା ବ୍ୟସ୍ତ ରହିଲେ। ଆଜିକାର ଟେକ୍ନୋଲୋଜି ଯୁଗରେ ବିଭିନ୍ନ ଯେଉଁ ସବୁ ସ୍ମାର୍ଟଫୋନ୍, ଆଇଫୋନ୍, ଇଣ୍ଟରନେଟ୍ରେ ଆଦି ଉଦ୍ଭାବିତ ହେବାରୁ ମାନବ ସମାଜ ଅର୍ଥାତ୍ ପ୍ରତ୍ୟେକ ମନୁଷ୍ୟ ସେଥିରେ ବ୍ୟସ୍ତ ରହିଲେ। ଅବଶ୍ୟ ଏହା ଯେ ସମ୍ପୂର୍ଣ୍ଣ ଅପକାରୀ ତାହା ନୁହେଁ, ବହୁତ କ୍ଷେତ୍ରରେ ମଧ୍ୟ ଏହା ଉପକାରରେ ଆସୁଛି। କିନ୍ତୁ ମନୁଷ୍ୟର ପ୍ରବୃତ୍ତି ସବୁବେଳେ ସେ ଯେଉଁଟା ଖରାପ ସେଇ ଆଡ଼କୁ ଢଳିଥାନ୍ତି। ଅଧିକାଂଶ ଲୋକେ ନିଜ ନିଜ ମୋବାଇଲରେ ସବୁବେଳେ ବ୍ୟସ୍ତ ଥାନ୍ତି, ଏପରିକି ଚାଲିଲା ବେଳେ, ଶୋଇଲା ବେଳେ। ସେଥି ନିମନ୍ତେ ସେମାନେ ନିଜର ପାରିବାରିକ କୁଟୁମ୍ବ ସହିତ ମଧ୍ୟ ସମ୍ପର୍କକୁ ହେଳା କରିଥାନ୍ତି। ସେମାନେ ସେଇ ଫୋନ୍ ମାଧ୍ୟମରେ ଅପରିଚିତ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା କରିଥାନ୍ତି। ସମୟ ସମୟରେ ସମ୍ପର୍କ ଏପରି ନିବିଡ଼ ହୋଇଯାଏ, ତାହା ମଧ୍ୟ ସମୟ ସମୟରେ ବିପଦର କାରଣ ହୋଇଥାଏ। ଏହି ବର୍ତ୍ତମାନ ମହାମାରୀ ପୃଥିବୀରେ ପ୍ରାୟ 200 ଦେଶରେ ତାର କାୟା ବିସ୍ତାର କରିସାରିଲାଣି ଏବଂ 3 ଲକ୍ଷରୁ ଉର୍ଦ୍ଧ୍ୱ ଜଗତ ଛାଡ଼ିଲେଣି। ଏହାକୁ ନିୟନ୍ତ୍ରଣ କରିବାକୁ ଶାସକମାନେ ସମସ୍ତ ଯାନବାହନ, ବଜାର, ଅଫିସ, ସ୍କୁଲ, କଲେଜ ଆଦି ଦୀର୍ଘ 6 ମାସ ହେଲା ବନ୍ଦ ରଖିଛନ୍ତି। କେବଳ ସମସ୍ତେ ନିଜ ନିଜ ପରିବାର ସହିତ ଗୃହରେ ଆବଦ୍ଧ ରହିଛନ୍ତି। ଏଣୁ ଯେଉଁମାନେ ସେ ସମୟରେ କହୁଥିଲେ ଯେ ଆମର ସମୟର ଅଭାବ, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ, ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ, ପବିତ୍ର ବାଇବେଲକୁ ଧ୍ୟାନ କରିବା ପାଇଁ, ଏବେ ସମୟ ବହୁଳତା, କାରଣ ଆଉ କୁଆଡ଼େ ଯିବାର ନାହିଁ, କେବଳ ଘରେ ସମସ୍ତେ ଆମେ ଆବଦ୍ଧ ରହିଛୁ। ଫଳରେ ଏମାନଙ୍କୁ ଯଥେଷ୍ଟ ଯେଉଁମାନେ ଏହିପରି ଆଳ ଦେଖେଇକରି ଅବହେଳା କରିଥିଲେ ସେମାନଙ୍କ ନିମନ୍ତେ ମଧ୍ୟ ପ୍ରଭୁ ସମୟର ବହୁତ ସମୟ ଯୋଗାଇ ଦେଇଛି। ଏହି ମହାମାରୀ ଦ୍ୱାରା ଆମମାନେ ଆଜି ପ୍ରତ୍ୟେକ ମନୁଷ୍ୟ ପ୍ରତ୍ୟେକ ଦେଶର ଅସ୍ତବ୍ୟସ୍ତ ହୋଇଯାଉଛନ୍ତି, ଦୁଃଖରେ ଅଛନ୍ତି। ଏଣୁ ପ୍ରତ୍ୟେକ ନିଜ ନିଜର ଈଶ୍ୱରଙ୍କୁ, ପ୍ରତ୍ୟେକ ସମ୍ପ୍ରଦାୟ ନିଜ ନିଜ ଈଶ୍ୱରଙ୍କୁ ପ୍ରାର୍ଥନାରେ ତୁଳି ଧରୁଛନ୍ତି। ତଥାପି ସଂକ୍ରମଣ ବନ୍ଦ ହେଉନାହିଁ, ବରଂ ବୃଦ୍ଧି ପାଉଛି। ଆତ୍ମିକ ଦୃଷ୍ଟିରେ ଦେଖିଲେ ଯେହେତୁ ପ୍ରେରଣକର୍ତ୍ତା ପ୍ରଭୁ ନିଜେ, ଏଣୁ ଆମର ପ୍ରାର୍ଥନା ନିବେଦନକୁ ସେ ଗ୍ରହଣ କରୁନାହାନ୍ତି। ବର୍ତ୍ତମାନ ଆମେ ଆମର ପଠିତ ବାକ୍ୟକୁ ଫେରିବା ସେଇ 24 ପଦକୁ। ତାଙ୍କର ଅଭିପ୍ରାୟ ସେ କହିଛନ୍ତି, କେତେବେଳେ ତାଙ୍କର କ୍ରୋଧ ନିବୃତ୍ତ ହେବ, ଯେତେବେଳେ ତାଙ୍କର ଅଭିପ୍ରାୟ ସିଦ୍ଧ ହେବ। ତାଙ୍କର ଅଭିପ୍ରାୟ ଥିଲା ତାଙ୍କର ସନ୍ତାନମାନେ, ତାଙ୍କର ବିଶ୍ୱାସୀ ସନ୍ତାନ ସନ୍ତତି ପବିତ୍ର, ପାପଶୂନ୍ୟ ଏବଂ ସିଦ୍ଧ ହୁଅନ୍ତୁ। କିନ୍ତୁ ଏବଂ ତତ୍ସହିତ ତାଙ୍କର ଉଦ୍ଦେଶ୍ୟ ଥିଲା ତାଙ୍କର ସନ୍ତାନମାନେ ପାରଦେଶରେ ସ୍ଥାନ ପାଅ। ତେଣୁ ସେ ବାକ୍ୟରେ କହିଥିଲେ, ମୁଁ ପିତାଙ୍କ ନିକଟକୁ ଯାଉଛି, ସେଠାରେ ସ୍ଥାନ ପ୍ରସ୍ତୁତ କଲେ ପୁଣି ପ୍ରତ୍ୟାବର୍ତ୍ତନ କରି ତୁମମାନଙ୍କୁ ମୋ ସଙ୍ଗରେ ନେଇଯିବି। କେଉଁମାନଙ୍କୁ ନେବେ? ଯେଉଁମାନେ ତାଙ୍କର ମନୋନୀତ
କାର୍ଯ୍ୟ କରୁଥିବେ ଅର୍ଥାତ୍ ପ୍ରାର୍ଥନାଶୀଳ ଜୀବନଯାପନ କରୁଥିଲେ ଏବଂ ପ୍ରଭୁଭେଳ ଥିବେ, ନମ୍ର ଥିବେ, ସେଇମାନଙ୍କୁ ନେଇ ଯଦି ଏହା ବର୍ତ୍ତମାନ ଆମ ପାଇଁ କଷ୍ଟଦାୟକ, କାରଣ ଏ ଯେଉଁ ଅପବ୍ୟବସ୍ଥା ଅର୍ଥାତ୍ ଆମେମାନେ ବାହାରକୁ ଯାଇପାରୁନାହାନ୍ତି, ଗୃହବନ୍ଦୀ ଭଳିଆ ରହିଛୁ, ଯାହାଦ୍ୱାରା ଆମେମାନେ ଅସ୍ତବ୍ୟସ୍ତ ହେଉଛୁ ଆମମାନଙ୍କର ପରିବାର ସହିତ, ଆମମାନଙ୍କର ଆତ୍ମସ୍ୱଜନ ସହିତ, ବନ୍ଧୁବାନ୍ଧବ ସହିତ, ସାଙ୍ଗସାଥୀଙ୍କ ସହିତ ଦେଖା ସାକ୍ଷାତ ହୋଇପାରୁ। କିନ୍ତୁ ଏହି ଅମଙ୍ଗଳ ଅର୍ଥାତ୍ ଏହି ଦୁଃଖ କ୍ଷଣସ୍ଥାୟୀ, ଆକୁ ଚିରସ୍ଥାୟୀ, ଯଦି ଆମେମାନେ ଚିରସ୍ଥାୟୀ ମଙ୍ଗଳ ଚାହିଁବୁ ତାହେଲେ ଆମମାନେ ଯେଉଁ ପ୍ରକାର ଏବେ ଆମମାନଙ୍କର ଲାଇଫଷ୍ଟାଇଲ୍ ବା ଜୀବନଶୈଳୀ ଆମେ ପ୍ରଭୁଙ୍କୁ ପରିତ୍ୟାଗ କରିଛୁ କହିଲେ ଚଳେ। ତାଙ୍କର ଶରଣାପନ୍ନ ହେବା ବଦଳରେ ଆମମାନେ ପୃଥିବୀର ଏହି ଜାଗତିକ ଟେକ୍ନୋଲୋଜି ଯନ୍ତ୍ରଗୁଡ଼ିକ ସହିତ ପ୍ରାୟ ଉତ୍କୃଷ୍ଟ ଭାବରେ ଜଡ଼ିତ ରହିଯାଉଛୁ। କିନ୍ତୁ ଆମେମାନେ ପୁଣି ପ୍ରଭୁଙ୍କ ନିକଟକୁ ଆସିବା କହିଲେ କ'ଣ କଲେ ପୁଣି ଆମେମାନେ ତାଙ୍କର ନିକଟବର୍ତ୍ତୀ ହୋଇପାରିବୁ, ତାଙ୍କର ସନ୍ତାନ ହୋଇପାରିବୁ ଏବଂ ସେ ମଧ୍ୟ ଆମମାନଙ୍କୁ ଗ୍ରହଣ କରିବେ ଯେ ଏମାନେ ମନୋନୀତ ସନ୍ତାନମାନେ। ସେଥି ନିମନ୍ତେ ଆମମାନେ ପ୍ରଥମ କରନ୍ତି 13 ବାକ୍ୟରେ ଲେଖାଯାଏ, ବିଶ୍ୱାସ, ଭରସା, ପ୍ରେମ ଏ ତିନୋଟି ସ୍ଥାୟୀ ଏବଂ ପ୍ରେମ ସର୍ବୋଚ୍ଚ, ଏହା ସର୍ବୋତ୍ତମ। ତେଣୁ ଯଦି ଆମେ ଏହି ବିଶ୍ୱାସ, ଭରସା, ପ୍ରେମର ସହିତ, ନମ୍ରତାର ସହିତ ଆମମାନଙ୍କର ସମସ୍ତ ପ୍ରକାର ଯେଉଁ ଅପବିତ୍ରତା ଥିଲା, ଯାହାଦ୍ୱାରା ଆମେ ପୂର୍ବଙ୍କ ଠାରୁ ଦୂରେଇ ଯାଇଥିଲୁ, ଯାହାଫଳରେ କି ସେ କ୍ରୋଧର ଦୃଷ୍ଟି, ଦୟା ଦୃଷ୍ଟି ବେଳେ କ୍ରୋଧର ଦୃଷ୍ଟି ପକାଇଛନ୍ତି। ସେଥି ନିମନ୍ତେ ପବିତ୍ର ବାଇବେଲର ବିଶ୍ୱାସ ପ୍ରେମ ଉପରେ ଆଧାରିତ ଏପ୍ରିଲ 11:1 ବିଶ୍ୱାସ ଉପରେ ସେଠାରେ ଲେଖାଯାଇଛି, ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିନ୍ତ ଜ୍ଞାନ। ବିଶ୍ୱାସୀ ଜୀବନରେ ବିଶ୍ୱାସ ହିଁ ପ୍ରାରମ୍ଭିକ ଆବଶ୍ୟକତା। ବିଶ୍ୱାସ ବିନା ଈଶ୍ୱରଙ୍କର ସନ୍ତୋଷ ପାତ୍ର ହେବା ଅସମ୍ଭବ। ତେଣୁ ବିଶ୍ୱାସଟି ହେଉଛି ଆମମାନଙ୍କ ମୌଳିକ ବସ୍ତୁ। ଆମମାନେ ପ୍ରଭୁଙ୍କର ଅଲୌକିକ କାର୍ଯ୍ୟରେ, ତାଙ୍କର ଜୀବନ୍ତ ବାକ୍ୟରେ ଆମମାନେ ଯେପରି ବିଶ୍ୱାସ ରଖୁ, ସେଥି ନିମନ୍ତେ ଆମମାନେ ସଚେଷ୍ଟ ହେବୁ। କାରଣ ସେ ଯେ ତାଙ୍କ ଅନ୍ୱେଷଣକାରୀଙ୍କର ପୁରସ୍କାରଦାତା, ଏହା ତାଙ୍କୁ ଆସୁଥିବା ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସ କରିବା ଉଚିତ। ଅର୍ଥାତ୍ ପ୍ରତ୍ୟେକ ତାଙ୍କର ଗ୍ରହଣ କରିଥିବା ତ୍ରାଣକର୍ତ୍ତା ରୂପେ ତାଙ୍କୁ ଗ୍ରହଣ କରିଥିବା ସେମାନେ ଏହା ବିଶ୍ୱାସ କରିବେ ଯେ ଆମମାନଙ୍କର ଇଏ ପ୍ରଭୁ ହେଉଛନ୍ତି ଆତ୍ମିକ ଆମମାନଙ୍କୁ ସେ ଆତ୍ମିକ ଦାନ ଦେଇଛନ୍ତି। ପ୍ରଭୁ ଯେଉଁ ଆତ୍ମିକ ଦାନ ଦେଇଛନ୍ତି ସେ ଆତ୍ମାରେ ଆମମାନେ ତାଙ୍କର ସେବା ପ୍ରାର୍ଥନା କରୁ। ବିଶ୍ୱାସ କଲେ ଏକ ସାଧାରଣ ମନୁଷ୍ୟ ବହୁ ଅସାଧାରଣ କାର୍ଯ୍ୟ ମଧ୍ୟ କରିପାରେ। ଏହା ମାନେ ସେଇ ଏପ୍ରିଲ 11:1 ବ୍ୟତୀତ ଆଉ ସବୁ ଯେଉଁ ଦାସମାନେ, ତାଙ୍କ ନିରୂପିତ ଦାସମାନେ, ମନୋନୀତ ଦାସମାନେ ବିଶ୍ୱାସ ଦ୍ୱାରା କ'ଣ ସବୁ ଅଦ୍ଭୁତ କାର୍ଯ୍ୟ କରିଛନ୍ତି ତାହା ପ୍ରାୟ ଲେଖାଯାଇଛି। ତାହା ବର୍ଣ୍ଣନା କଲେ ସମୟାଧିକ ହେବ, ଏଣୁ ସଂକ୍ଷେପରେ ମୁଁ କିଛି କହିବି। ବିଶ୍ୱାସୀଙ୍କ ଗହଣରେ ପ୍ରଭୁ ଯୀଶୁ ଶହ ବିଶ୍ୱାସୀଙ୍କ ଗହଣରେ ଜନତା ସହିତ
परफनामକୁ ଯାତ୍ରା କରିବା ସମୟରେ ଏକ 12 ବର୍ଷର ପ୍ରଦରଗ୍ରସ୍ତ ରୋଗୀ ତାଙ୍କୁ ଆସିକି ଛୁଇଁଲା। ସେ ତାଙ୍କର ଆଗରୁ ସ୍ଥିର କରିଥିଲା ଯେ ମୁଁ ପ୍ରଭୁଙ୍କର ଲୁଗାରେ ଝୁମ୍ପା ଛୁଇଁଲେ ସୁସ୍ଥତା ଲାଭ କରେ। ଏଡ଼େ ବଡ଼ ବିଶ୍ୱାସ। କାରଣ ତା ପୂର୍ବରୁ ସେ ଦୀର୍ଘ 12 ବର୍ଷ ଧରି ବିଭିନ୍ନ କବିରାଜ ଡାକ୍ତରଙ୍କର ପରାମର୍ଶ ନେଇଥିବ, ଔଷଧ ଖାଇଥିବ, ସୁସ୍ଥତା ଲାଭ କରିନଥିଲା। କିନ୍ତୁ ସେ ଯେହେତୁ ଆଗରୁ ତାର ଡିସାଇଡ଼ କରିଥିଲା ମୁଁ ପ୍ରଭୁଙ୍କର ଲୁଗା ଛୁଇଁଲେ ସୁସ୍ଥ ଲାଭ, ଏଣୁ ସେଇ ଜନଗହଳି ମଧ୍ୟରେ ସେ ଆସି ପ୍ରଭୁଙ୍କର ଲୁଗା ଛୁଇଁଲା ଏବଂ ସେ ତତ୍କ୍ଷଣାତ୍ ସୁସ୍ଥତା ପାଇଲା। ଏହା ମଧ୍ୟ ପ୍ରଭୁ ଜାଣିପାରିଲେ, କାରଣ ପ୍ରଭୁଙ୍କ ଦେହରୁ ଶକ୍ତି ନିର୍ଗତ ନହେଲେ ସେ ସୁସ୍ଥତା ପାଇବନି। ଏଣୁ ସେ ଯେଉଁ ଦୃଢ଼ ବିଶ୍ୱାସ ସହିତ ତାଙ୍କୁ ଛୁଇଁଲା, ସେ ଜାଣିପାରିଲେ ମୋତେ ଜଣେ କିଏ ଛୁଇଁଲା। ଏଣୁ ସେ ଶିଷ୍ୟମାନେ କହିଲେ ମୋତେ ଜଣେ କିଏ ଛୁଇଁଲା। ଶିଷ୍ୟମାନେ କହିଲେ 100 ଲୋକ ମାଡ଼ି ପଡ଼ୁଛନ୍ତି, ଆଉ ଆପଣ କହୁଛନ୍ତି ଆପଣଙ୍କୁ କିଏ ଛୁଇଁଲା। ନାଇଁ ଏଇ ଛୁଇଁବା, ଏଇ ସ୍ପର୍ଶ ଅଲଗା। ସେହି ସମୟରେ ମଧ୍ୟ ଶିଷ୍ୟମାନେ ପଚାରିଲେ ଈଶ୍ୱରଙ୍କ କାର୍ଯ୍ୟ କରିବାକୁ ହେଲେ ଆମକୁ କ'ଣ କରିବା? ପ୍ରଭୁ ଉତ୍ତର ଦେଇଥିଲେ ଈଶ୍ୱରିକ କାର୍ଯ୍ୟ କରିବାକୁ ହେଲେ ତୁମମାନଙ୍କୁ ବିଶ୍ୱାସ କରିବାକୁ। ତେଣୁ ଏହି ବିଶ୍ୱାସ ଦ୍ୱାରା ଜିହୁସିଓ ଯେତେବେଳେ ଇମୋରିୟମାନଙ୍କ ସହିତ ଯୁଦ୍ଧ କରୁଥିଲେ, କାରଣ ଯିବା ଅବସ୍ଥାରେ ମାନଙ୍କର ଜିହୁସିଓର ଇସ୍ରାଏଲ ଗୋଷ୍ଠୀ ଜିତୁଥିଲେ। ଏଣୁ ଯେତେବେଳେ ଦେଖିଲେ ସୂର୍ଯ୍ୟାସ୍ତ ନ ହେବା ପାଇଁ ସେ ମନସ୍ଥ କରି ବିଶ୍ୱାସର ସହିତ ସୂର୍ଯ୍ୟକୁ ଆଦେଶ ଦେଲେ ପ୍ରଭୁଙ୍କଠାରେ ପ୍ରାର୍ଥନା କରି ଯେ ତୁ ସ୍ଥିର ରହ। ସୂର୍ଯ୍ୟ ସେଦିନ ସ୍ଥିର ରହିଲା, ଆଉ ସୂର୍ଯ୍ୟାସ୍ତ ହେଲା ନାହିଁ। ଏଡ଼େ ବଡ଼ କାର୍ଯ୍ୟ, ମାନେ ସୂର୍ଯ୍ୟକୁ ମଧ୍ୟ ବନ୍ଦ କରିଦେଇପାରିଲେ। ମୂଷା ଆଦେଶ ଦେଇଥିଲେ ସମୁଦ୍ରରେ 2 ଭାଗ କରି ଜଳକୁ 2 ଭାଗ କରିଥିଲେ ଏବଂ ଇସ୍ରାଏଲ ସୈନ୍ୟ ଆଉ ସେମାନେ ନିଜେ ଶୁଷ୍କ 2 ପଟେ ପାଣି ବନ୍ଦ ରହିଲା। ଏମାନଙ୍କର ଯିବା ନିମନ୍ତେ ଶୁଷ୍କ ରାସ୍ତା ହୋଇଗଲା। ଏମାନେ ସେଇ ଶୁଷ୍କ ରାସ୍ତା ଦେଇ ପାରି ହେଇଥିଲେ ସେଇ ସମୁଦ୍ରକୁ। ଏହି ମୂଷାଙ୍କୁ ମିଶାଇ ଆଉ 3 ଜଣ ମଧ୍ୟ ଏହିପରି ଜଳକୁ ଶୁଷ୍କ କରିପାରିଥିଲେ ଏବଂ ସେମାନେ ସେଇ ଶୁଷ୍କ ଭୂମି ରାସ୍ତା ଦେଇ ପାରି ହେଇଥିଲେ ସେଇ ନଦୀକୁ ବା ସମୁଦ୍ରକୁ। ତାହା ଏଲିଓ, ଜିହୁସିଓ ଏବଂ ଇଶାୟା। ଅତଏବ ବାଇବେଲର ଧର୍ମଶାସ୍ତ୍ରରେ 3 ଥର ଜଳକୁ ବିଭକ୍ତ କରାଯାଇଛି ବୋଲି ଲେଖା। ଖ୍ରୀଷ୍ଟ ଜନ୍ମର 600 ବର୍ଷ ପୂର୍ବରୁ, କାରଣ ମୁଁ ୟା ପୂର୍ବରୁ କହିଥିଲି ସେ କୌଣସି ଷ୍ଟେପ୍ ନେବା ପୂର୍ବରୁ, କଠୋର ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କର ଭବିଷ୍ୟତ ତାଙ୍କୁ ଆଗ ଜଣେଇଥାନ୍ତି। ଖ୍ରୀଷ୍ଟ ଜନ୍ମର 600 ବର୍ଷ ପୂର୍ବରୁ ହବକୁକ ଭବିଷ୍ୟବାଣୀ ହୋଇଥିଲା ଧାର୍ମିକ ବିଶ୍ୱାସରେ ବଞ୍ଚେ। ଏହା ମଧ୍ୟ ନୂତନ ନିୟମରେ 3 ଜାଗାରେ ସ୍ଥାନ ପାଇଛି। ଏବ୍ରୀ, ଗାଲାତୀୟ, ରୋମୀ। ରୋମ 1:7ରେ, ଗାଲାତୀୟ 3:11ରେ, ଏବ୍ରୀ 10:38। ପ୍ରତ୍ୟେକ ମନୁଷ୍ୟ ସାଧାରଣତଃ ଶାରୀରିକ ଭାବରେ, ଆତ୍ମିକ ଭାବରେ ଜୀବନଯାପନ କରେ। ଶାରୀରିକ ଭାବେ ବଞ୍ଚିବାକୁ ହେଲେ ଖାଦ୍ୟ ପାନୀୟ କାର୍ଯ୍ୟ ମଧ୍ୟ ଆବଶ୍ୟକ। ସେହିପରି ଆତ୍ମିକ ଦିଗରେ ମଧ୍ୟ ଆମମାନେ ବର୍ଦ୍ଧିଷ୍ଣୁ ହେବା ପାଇଁ ହେଲେ ଆମକୁ ମଧ୍ୟ ସେପରି ଖାଇବା, ପିଇବା, ଚାଲିବା, କର୍ମ କରିବା ଏସବୁର ଆବଶ୍ୟକତା ରହିଛି। ଆତ୍ମିକ ଭାବରେ
ଖାଇବା ଅର୍ଥ ବିଶ୍ୱାସ କରିବା। ବିଶ୍ୱାସ ଶ୍ରବଣରୁ ଜାତ। ଏହା ରୋମୀ 10:17 ଲେଖାଯାଏ। ପିଇବା ଅର୍ଥାତ୍ ବାକ୍ୟକୁ ସ୍ମରଣରେ ରଖିବା, ମୁଖସ୍ଥ କରିବା, ହୃଦୟରେ ରଖିବା। ଆମ ହୃଦୟରେ ଯଦି ଈଶ୍ୱରଙ୍କର ବାକ୍ୟ ଥିବ ତାହେଲେ ଆମେମାନେ କୌଣସି ପ୍ରକାର ପାପ କାର୍ଯ୍ୟ ପ୍ରଭୁଙ୍କ ଦୃଷ୍ଟିରେ ଯାହା ବନ୍ଧ ତାହା ଆମେ କେବେ ହେଲେ କରିବା ପାଇଁ ଆଗ ବଢ଼ିବାକୁ ନାହିଁ। ତାହା ଗୀତ ସଂହିତା 119:11 ପାଇବା। ସେହିପରି ଚାଲିବା ଆତ୍ମିକ ଜୀବନରେ ଆମମାନଙ୍କର ଆଚରଣ। ଜଗତରେ ଆମେମାନେ ଯେତେବେଳେ ଚାଲୁଛୁ ଏଠାରେ ସବୁ ଆତ୍ମିକ କଥା ଲେଖାଯାଉଛି। ପ୍ରତ୍ୟେକ ଆତ୍ମିକ ଦିଗରେ ଆମେ ଯେଉଁ ଚାଲୁଛୁ, ଚାଲିଚଳନ, ଆମମାନଙ୍କର ଆଚାର ବ୍ୟବହାର, ଚାଲିଚଳନ ଐଶ୍ୱରିକ ଭାବରେ ଆମେ ସେଇ ଆଚରଣ କରୁଛୁ ନା ସ୍ୱେଚ୍ଛାଚାରିତା ଭାବରେ ଆମମାନଙ୍କର ଇଚ୍ଛା ଅନୁଯାୟୀ ଆମମାନଙ୍କର ଚାଲିଚଳନ ଆମେ ପ୍ରକାଶ କରୁଛୁ। ତାହା ଏଫେସୀୟ 5:8। ଶୋଇବା ସବୁ ପରିସ୍ଥିତିରେ ଈଶ୍ୱରଙ୍କ ଉପରେ ନିର୍ଭର କରିବା, ଅର୍ଥାତ୍ କୌଣସି ଯେତେ ଯାହା ପରିସ୍ଥିତି ଆସୁ, ବିପଦ ଆପଦ ସବୁ ପରିସ୍ଥିତିରେ ଆମେ ବିଚଳିତ ହେବା ନାହିଁ। କାରଣ ଆମେ ସେଇ ସୃଷ୍ଟିକର୍ତ୍ତା ଆମମାନଙ୍କୁ ଯେ ସୃଷ୍ଟି କରିଛନ୍ତି ତାଙ୍କ ଉପରେ ନିର୍ଭର ରଖିବା। କାର୍ଯ୍ୟ କରିବା, ଆମେମାନେ ମଧ୍ୟ ଆତ୍ମିକ ଭାବରେ କାର୍ଯ୍ୟ କରିବା। ଯାହାକୁ ଯେଉଁ ଦାୟିତ୍ୱ ଦେଇଛନ୍ତି, କିଏ ଚାକିରି କରିଛି, କିଏ ମଧ୍ୟ ପ୍ରଭୁଙ୍କର ବାକ୍ୟ ପ୍ରଚାର କରୁଛି, ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛନ୍ତି ତାକୁ ଆମେମାନେ ବିଶ୍ୱସ୍ତାର ସହିତ ସେଇ କାର୍ଯ୍ୟକୁ ତୁଲାଇବା। କାରଣ ଲେଖାଯାଏ କର୍ମ ବିନା ବିଶ୍ୱାସ ମୃତ। ଏହା ମଧ୍ୟ ଯାକୋବ 2:26। ଏବେ ଆମେ ବିଶ୍ୱାସ ସମ୍ବନ୍ଧରେ ସବୁ କହିଲୁ। ଏବେ ଦ୍ୱିତୀୟରେ ହେଉଛି ପ୍ରେମ। ସୃଷ୍ଟିକର୍ତ୍ତା ତାଙ୍କ ସ୍ୱହସ୍ତ ନିର୍ମିତ ମନୁଷ୍ୟକୁ ଅନାବିଳ ପ୍ରେମ କରନ୍ତି, ଯେହେତୁ ସେ ତାଙ୍କୁ ନିଜ ହାତରେ ପ୍ରସ୍ତୁତ କରିଥିଲେ। କିନ୍ତୁ ଆମେ ଯେତେବେଳେ ସ୍ୱାଧୀନ ଭାବରେ ସ୍ୱେଚ୍ଛାଚାରିତା ଭାବରେ ଜୀବନଯାପନ କରି ନର୍କ ପଥରେ ପ୍ରଶସ୍ତ ପଥର ଯାତ୍ରୀ ହୋଇଥିଲୁ, ସେତେବେଳେ ପିତା ତାଙ୍କ ଅଦ୍ୱିତୀୟ ପୁତ୍ରକୁ, ତାଙ୍କର ପ୍ରେମ କରୁଥିବା ମନୁଷ୍ୟକୁ ସେ ନର୍କରୁ ଉଦ୍ଧାର କରିବା ନିମନ୍ତେ, ସୁରକ୍ଷା ଦେବା ନିମନ୍ତେ ପ୍ରଭୁ ତାଙ୍କର ଅଦ୍ୱିତୀୟ ପୁତ୍ର ଯୀଶୁ ପ୍ରଭୁଙ୍କୁ ସମ୍ପୂର୍ଣ୍ଣ ମାନବ ରୂପରେ, ସମ୍ପୂର୍ଣ୍ଣ ଈଶ୍ୱର ରୂପରେ ଏହି ଜଗତକୁ ପ୍ରେରଣ କଲେ। ଏବଂ ସେ ଯେହେତୁ ଈଶ୍ୱରଙ୍କର ସନ୍ତାନ ହୋଇ ଆସିଥିଲେ, ସେ ନିଷ୍ପାପ, ନିଷ୍କଳଙ୍କ, ପବିତ୍ର, ସିଦ୍ଧ ଭାବରେ ଜୀବନଯାପନ କରୁଥିଲେ। ତେଣୁ ସେ ଆମର ପାପ ନିମନ୍ତେ, ଅର୍ଥାତ୍ ଜଗତର ପାପ ନିମନ୍ତେ ସେ ବଳି ପଡ଼ି ଆମକୁ ତାଙ୍କର ପବିତ୍ର ରକ୍ତ ଦ୍ୱାରା ସନ୍ତାନର ଅଧିକାର ଦେଇଛନ୍ତି। ଆମ ବଦଳରେ, ଆମର ପାପ ବଦଳରେ ସେ ସେଇ ନିଷ୍ପାପ ନିଷ୍କଳଙ୍କ ହୋଇ ମଧ୍ୟ ନିରୂପିତ ସମୟରେ ସେ କ୍ରୁଶରେ ବଳି ପଡ଼ି ଆମକୁ ତାଙ୍କର ସେ ପବିତ୍ର ରକ୍ତ ଦ୍ୱାରା ଆମର ପାପକୁ ଧୌତ କଲେ। ଜଗତର ପାପ ଏତେ ଭାରି ଥିଲା, ପର୍ବତ ଠାରୁ ମଧ୍ୟ ତା'ର ଓଜନ ବେଶୀ ଥିଲା। ଫଳରେ ଯେତେବେଳେ ପ୍ରଭୁ ଯୀଶୁ ସେହି ବିଚାର ସ୍ଥାନରୁ କ୍ରୁଶାର୍ପିତ ସ୍ଥାନକୁ ଯାଇଥିଲେ, ସେ ପାପର ଭାର ଏତେ ଥିଲା ଯେ ସେ ତାକୁ ବୋହିବା ନିମନ୍ତେ ସେହି କ୍ରୁଶକୁ ନେଇ, ପାପର କ୍ରୁଶକୁ ବୋହିକି ଗଲାବେଳେ 14 ଥର ପଡ଼ିଯାଇଥିଲେ ଏବଂ ତାଙ୍କୁ କେହି ସେଥିରେ ଉଠିବା ନିମନ୍ତେ ସାନ୍ତ୍ୱନା ଦେବା ପାଇଁ କେହି ନଥିଲେ। ବରଂ ରୋମୀୟ ସୈନ୍ୟମାନେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ। ତେଣୁ ଆଜି
ଜଗତରେ ସେ ଆଜି ଆମମାନଙ୍କୁ ଆସିଥିଲେ। ଆଜି ଆମମାନଙ୍କର ତ୍ରାଣକର୍ତ୍ତା ରୂପେ ଆସିଥିଲେ। ସେ ତିମୋଥୀରେ ଲେଖାଯାଏ ଏବଂ ଆସନ୍ତାକାଲି ଆସିବେ ଆମମାନଙ୍କର ବିଚାରକର୍ତ୍ତା। ସେଥି ନିମନ୍ତେ ଆମମାନେ ଯେପରି ତାଙ୍କର ବିଚାରର ସମ୍ମୁଖୀନ ନ ହେଉ, କାରଣ ଜଗତରେ ଦୁଇଟି ଜିନିଷ ଅପରିବର୍ତ୍ତିତ, ତାହା ହେଉଛି ମୃତ୍ୟୁ ଆଉ ହେଉଛି ନ୍ୟାୟ। ଏ ଦୁଇଟା ପରିବର୍ତ୍ତନ ହେବ। ଏଣୁ ଜୋହନ 13:34 ଲେଖାଯାଉଛି, ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଛି, ତୁମେମାନେ ମଧ୍ୟ ପରସ୍ପରକୁ ସେହିପରି ପ୍ରେମ କର। ପ୍ରେମ କରିବା ଅର୍ଥ ପରସ୍ପରକୁ କ୍ଷମା କରିବା, ଅନ୍ୟର କ୍ଷତି ବଦଳରେ ଉପକାର କରିବା, ଅନ୍ୟମାନଙ୍କ ନିମନ୍ତେ ଅନ୍ୟ ସମସ୍ତ ଆବଶ୍ୟକତା ପୂରଣ କରିବା, ଅର୍ଥାତ୍ ନିଜର ପ୍ରତି ମନୋଯୋଗୀ ନ ହୋଇ ଅନ୍ୟର ଆବଶ୍ୟକତା ପାଇଁ ମନୋଯୋଗୀ ହେବା। ସେଥି ନିମନ୍ତେ ବାକ୍ୟରେ ଲେଖାଯାଏ, ପ୍ରଭୁଙ୍କ ପବିତ୍ର ବାକ୍ୟରେ ଲେଖାଯାଏ, ଫିଲିପ 2:4 ଏହା ଲେଖାଯାଇଛି, ପିତା ଯେପରି ସନ୍ତାନମାନଙ୍କୁ ପ୍ରେମ କରନ୍ତି ଏବଂ ଶାସନ କରନ୍ତି, ସଦାପ୍ରଭୁ ଆପଣା ଭୟକାରୀମାନଙ୍କୁ ମଧ୍ୟ ସେହିପରି ସ୍ନେହ ଓ ପ୍ରେମ କରନ୍ତି। ସମସ୍ତ କର୍ମ ପ୍ରେମରେ ସାଧିତ, କାରଣ ଇଏ ଯେଉଁ ଭବିଷ୍ୟବାଣୀ ଦ୍ୱାରା ହେଇଥିଲା, ସମସ୍ତ କର୍ମ ଯେପରି ପ୍ରେମରେ ସାଧିତ ହେବ, ସେଥି ନିମନ୍ତେ ପ୍ରଥମ କରନ୍ତି 16:14 ଲେଖାଯାଉଛି ଏବଂ ପ୍ରଥମ ଜୋହନ 3:18 ଲେଖାଯାଏ, ବତ୍ସଗଣ, ଆସ ଆମମାନେ ବାକ୍ୟରେ କି ଜିହ୍ୱାରେ ପ୍ରେମ ନ କରି କାର୍ଯ୍ୟରେ ଓ ସତ୍ୟତାରେ ପ୍ରେମ। ଖାଲି ମୁହଁରେ କହିଲେ ହେବନି, କାର୍ଯ୍ୟ କରି। ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ ତାହେଲେ ସେ ଅଭିଶପ୍ତ। ଏହା ମଧ୍ୟ ସେହି ପ୍ରଥମ କରନ୍ତି 16:22 ଲେଖାଯାଏ। ଆମମାନଙ୍କର ପ୍ରଭୁ, ଏହା ପୂର୍ବରୁ ମୁଁ କହିଥିଲି, ଜଗତରେ ମୃତ୍ୟୁ ଆଉ ନ୍ୟାୟ ହେଉଛି ଅପରିବର୍ତ୍ତିତ। ଯେଉଁ ଦୋଷ ଅନୁସାରେ ନ୍ୟାୟ ନିଶ୍ଚୟ ଭୋଗିବେ, ଆଉ ମୃତ୍ୟୁ ତ ଅଛି, ଜନ୍ମ ହେଲେ ମୃତ୍ୟୁ ନିଶ୍ଚୟ ଅଛି। ତେଣୁ ଆମମାନଙ୍କର ପ୍ରଭୁ ସ୍ୱଗୌରବ ରକ୍ଷଣାର୍ଥେ ଉଦ୍ଯୋଗୀ ପରମେଶ୍ୱର, ସେ ତାଙ୍କର ନିଜର ଗୌରବ ଅନ୍ୟକୁ ଦିଅନ୍ତି। ଯେଉଁମାନେ ତାଙ୍କର ଅବାଧ୍ୟ ହୁଅନ୍ତି ବା କିଛି ଦୋଷ ତ୍ରୁଟି ଦୁର୍ବଳତା ଥାଏ, ସମାଲୋଚନା କରିଥାନ୍ତି, ତାଙ୍କୁ ସେ ଦଣ୍ଡ ଦେଇଥାନ୍ତି। ଏପରିକି ତାଙ୍କର ପ୍ରିୟ ଅବ୍ରାହମ ଏବଂ ମୋଶା, ଦାଉଦ ଏମାନଙ୍କୁ ମଧ୍ୟ ଛାଡ଼ି ନଥିଲେ। ତତ୍ସହିତ ଦୀର୍ଘ ବର୍ଷ ଧରି ବନ୍ଦୀ ଅବସ୍ଥାରେ ଥିବା ଇସ୍ରାଏଲମାନଙ୍କୁ ମିଶର ଦେଶରୁ ଯେତେବେଳେ କିଣାନକୁ ଫେରେଇ ଆଣୁଥିଲେ, ସେମାନେ ସେଇ 40 ଦିନ ରାସ୍ତାକୁ 40 ବର୍ଷ କରିକି ବୁଲି ବୁଲି ଆଣିଥିଲେ। ପ୍ରଭୁଙ୍କର ଯୋଜନା ଥିଲା, ବୁଲି ବୁଲି ଆସିଲେ ସେମାନେ ହୁଏତ ପରିବର୍ତ୍ତିତ ହେବେ। ଏତେ ବର୍ଷ ଚାଲିବା ଦ୍ୱାରା ସେମାନଙ୍କର ପାଦ ଫୁଲି ନଥିଲା କି ପାଦୁକା ଛିଣ୍ଡି ନଥିଲା, ଲୁଗା ମଧ୍ୟ ମଳିନ କିମ୍ବା ଛିଣ୍ଡି ନଥିଲେ, କାରଣ ପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। କିନ୍ତୁ ଏମାନେ ପ୍ରାୟ 10-12 ଲକ୍ଷ ଲୋକ ତାଙ୍କର ଖାଦ୍ୟ ପାନୀୟରେ ସବୁବେଳେ ବ୍ୟସ୍ତ ରହିଲେ। ପ୍ରଭୁଙ୍କର ଯେ ବନ୍ଦିତ୍ୱରୁ ସେମାନଙ୍କୁ ମୁକ୍ତ କରୁଛନ୍ତି, ସେଥିପାଇଁ ତାଙ୍କୁ ଗୌରବ କରିବା
ତାଙ୍କୁ ଧନ୍ୟବାଦ ଦେବା ପରିବର୍ତ୍ତେ ସେମାନେ ସବୁବେଳେ ଈଶ୍ୱରଙ୍କୁ ସମାଲୋଚନା କଲେ, ମୂଷାଙ୍କୁ ସମାଲୋଚନା କଲେ। ଫଳରେ ପ୍ରଭୁ ମଧ୍ୟ ବିରକ୍ତ ହୋଇ ସେଇ 10-12 ଲକ୍ଷ ମଧ୍ୟରୁ ପ୍ରଥମ ଲିଷ୍ଟରେ ଯେଉଁମାନେ ମୂଳ ମିଶ୍ରରୁ କିଣାକୁ ଆସିଥିଲେ ସେ ମଧ୍ୟ ମାତ୍ର 2 ଜଣ ସେଇ ଦୁଗ୍ଧ ମଧ୍ୟ ପ୍ରବାହୀ ଦେଶରେ କିଣା ଦେଶରେ ପହଞ୍ଚିଥିଲେ, କାଲେବ ଏବଂ ଜିଉସ। ଯଦି ସେ ତାଙ୍କର ନିଜ ଭକ୍ତମାନଙ୍କୁ, ତାଙ୍କର ନିଜର ପ୍ରିୟ ଲୋକମାନଙ୍କୁ ଦୋଷ ଅନୁସାରେ ଦଣ୍ଡ ଦେଲେ, ଏଣୁ ଆମମାନେ ଯେହେତୁ ତାଙ୍କଠାରୁ ଦୂରେଇ ଯାଇଛୁ, ବର୍ତ୍ତମାନ ଏହି ଟେକ୍ନୋଲୋଜି ଯୁଗରେ, ଆଧୁନିକ ଯୁଗରେ, ଆଧୁନିକ ସଭ୍ୟତାରେ ଆମେ ପଦାର୍ପଣ କରି ଆମେ ପ୍ରଭୁଙ୍କୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲି ଯାଇଛୁ। ସେଥି ନିମନ୍ତେ ଆମମାନଙ୍କର ତାଙ୍କୁ ଯେଉଁ ପ୍ରକାର ବିଶ୍ୱାସର ସହିତ, ପ୍ରେମର ସହିତ ତାଙ୍କର ସେବା ଉପାସନା କରି, ପ୍ରାର୍ଥନା କରି, ତାଙ୍କର ଶରଣାପନ୍ନ ହୋଇ ତାଙ୍କୁ ଗୌରବ ଦେବା କଥା, ଆମେ ତାଙ୍କୁ ଅବହେଳା କରି ତାହା ଦେଇ, ଏଣୁ ଆମେମାନେ ମଧ୍ୟ ତାଙ୍କ ଦୃଷ୍ଟିରେ, ଈଶ୍ୱରଙ୍କ ଦୃଷ୍ଟିରେ ଦୋଷୀ ବୋଲି ଏବେ ବିବେଚିତ ହେଇଛୁ। ଏଣୁ ଯଦି ତାଙ୍କର ଦୋଷ ଅନୁସାରେ ସେ ଦଣ୍ଡ ଦେବେ, ଏବେ ଏହି ଦଣ୍ଡ ଏବେ ସେ ଏହି ବର୍ତ୍ତମାନର ଯେଉଁ ମହାମାରୀ ଆସିଛି, ଏହା ତାଙ୍କରି ଦ୍ୱାରା ଅଛି। ଆମେ ଯଦି ଆତ୍ମିକ ଚକ୍ଷୁରେ ଦେଖୁ, କାରଣ ଯାହା ଆମେ ପଢ଼ିଛୁ, ତାହା ପ୍ରଜ୍ୱଳିତ କ୍ରୋଧ ନିବୃତ୍ତ ନହେବ ଯେତେ ପର୍ଯ୍ୟନ୍ତ ତାଙ୍କର ଅଭିପ୍ରାୟ ସଫଳ ହେବ। ତାଙ୍କର ଅଭିପ୍ରାୟ ଆମମାନଙ୍କୁ ସିଦ୍ଧ, ପବିତ୍ର, ପାପ ଶୂନ୍ୟ କରିବ, କିନ୍ତୁ ଏବଂ ତାଙ୍କର ଗୌରବ, ତାଙ୍କୁ ଆମେ ଗୌରବ କରିବୁ, କାରଣ ସେ ଆମକୁ ସୃଷ୍ଟି କରିଛନ୍ତି, ଆମକୁ ସନ୍ତାନତ୍ୱର ଅଧିକାର ଦେଇଛନ୍ତି ଏବଂ ସବୁ ଅବସ୍ଥାରେ, ସବୁ ସ୍ଥାନରେ ଆମମାନଙ୍କର ଯତ୍ନ ନେଇ ଆସିଛନ୍ତି। ସେ ଆମମାନଙ୍କ ନିମନ୍ତେ ଯଦି ଚିନ୍ତା କରୁଛନ୍ତି, ଆମେ ତାଙ୍କ ନିକଟରେ, ତାଙ୍କ ନିମନ୍ତେ ସେ ଯାହା ଚାହାନ୍ତି ତାଙ୍କୁ ଗୌରବ ଦେବା, ଆମେ ଗୌରବ ଦେବା ଅବହେଳା କରୁ, ତେଣୁ ଆମେ ଦୋଷୀ। ସେଇ ଦୋଷୀକୁ ଦଣ୍ଡ ସ୍ୱରୂପ ଏହି ମହାମାରୀକୁ ସେ ପ୍ରେରଣ କରିଛନ୍ତି। ତାଙ୍କର ଉଦ୍ଦେଶ୍ୟ ସଫଳ ହେବା ପର୍ଯ୍ୟନ୍ତ ଏହା ରହିବ, କାରଣ ପ୍ରତ୍ୟେକ ଆଜି ଶହ ଶହ ଦେଶର ଲୋକ, ବିଭିନ୍ନ ସମ୍ପ୍ରଦାୟର ଦେଶ ପ୍ରାର୍ଥନା କଲେ ମଧ୍ୟ ଏହା ଟଳୁନି, ବରଂ ବୃଦ୍ଧି ପାଉଛି। ଏଣୁ ଆମମାନେ ପାଠ କରିବୁ ଯିରିମିୟ 29 ପଦ, 29 ପର୍ବର 11 ପଦ। ସେଠାରେ ଏହିପରି ଲେଖାଯାଏ, କାରଣ ସଦାପ୍ରଭୁ କହନ୍ତି, ତୁମମାନଙ୍କ ପକ୍ଷରେ ଆମେ ଯେ ସକଳ ସଂକଳ୍ପ କରିଅଛୁ ତାହା ଆମେ ଜାଣୁ, ତାହା ପୂରଣ ହେଲା ପର୍ଯ୍ୟନ୍ତ ଏହି ଅମଙ୍ଗଳ ଯେସବୁ ଅମଙ୍ଗଳ କରିଛୁ, ଅର୍ଥାତ୍ ଏ ମାରି, ତାହା ମଙ୍ଗଳ, ତୁମ ପକ୍ଷରେ ମଙ୍ଗଳ। ଏହା ଅବଶ୍ୟ ଶୁଣିଲେ ଖରାପ ଲାଗୁଛି, ବିଶ୍ୱାସ କରେ, ଆରେ ଅମଙ୍ଗଳ ଜିନିଷଟା ମଙ୍ଗଳ କେମିତି ହେବ, କିନ୍ତୁ ଭବିଷ୍ୟତ ଏହା ଆମମାନଙ୍କ ନିମନ୍ତେ ମଙ୍ଗଳ, ଏହା କ୍ଷଣସ୍ଥାୟୀ। ତାହା ଆମମାନେ ସେଇ ଯଦି ଏମିତି ମଙ୍ଗଳ ହେବ, ତାହା ଯଦି ଆମେ ଏବେ ପଢ଼ିବୁ ଯିରିମିୟ 32 ପର୍ବ 17 ପଦ। ହେ ପ୍ରଭୁ, ସଦାପ୍ରଭୁ, ତୁମେ ଆପଣା ପରାକ୍ରମ ଓ ବିସ୍ତୀର୍ଣ୍ଣ ବାହୁ ଦ୍ୱାରା ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରିଅଛ, ତୁମ୍ଭର ଅସାଧ୍ୟ କିଛି ନାହିଁ। ଅର୍ଥାତ୍ ସେ ସର୍ବଶକ୍ତିମାନ, ସର୍ବବ୍ୟାପୀ, ଅନ୍ତର୍ଯାମୀ ପରମେଶ୍ୱର। ତାଙ୍କ ନିକଟରେ ଏହା ଯାହା ଆମେ ଏବେ ପଢ଼ିଲୁ, ତାଙ୍କ ନିକଟରେ ଅସମ୍ଭବ କିଛି ନାହିଁ। ଏଣୁ ଆମମାନେ ସେହି ସର୍ବଶକ୍ତିମାନଙ୍କ ନିକଟରେ ଶରଣାପନ୍ନ ହୋଇ ତାଙ୍କ ଇଚ୍ଛା ଅନୁଯାୟୀ ତାଙ୍କର ସେବା, ଉପାସନା, ପ୍ରାର୍ଥନା
सहभागिता वाक्य अध्ययन ये सब करी से जो आम पाठ करूँ विश्वास भरोसा प्रेम द्वारा नम्रतार सहित पाखक फेरबू अनुताप सहित ताहले से मध्य आम मानक ग्रहण करेंगे एवं संतानतर अधिकार सहित जो सब अमंगल बोली जहाँ कहले जहाँ मंगल हे बोली से समस्त अमंगल मंगल रे परिणत करने सक्षम अटंती कहीं जहाँ आम पढ़लु तांको निकट असाध्य किसी अतएव से सर्वशक्ति मानक आम मैंने कहीं सेवा प्रचार न करूँ संलग्न जीवन यापन न करूँ आउ लिखा जाए जौन 15:5 शेष अनुसार तुम्हें माने मो बिना किसी कर अर्थात जहाँ आम करूँ मैंने जहाँ पाइछु सब तांकरी अनुग्रह आशीर्वाद से निमंते आमने तांकरी शरणापन्न हेबु तांकर इच्छा अनुଯାयी सेवा प्रार्थना करी तांकर उपासना रे तांकु तुली दे प्रभु ये अल्प वाक्य आशीर्वाद प्रभु नाम गौरव हो इस समय आमने प्रभुंकर दास मंडलीर अधिकन भाई ईश्वर चंद्र पट्टनायक मुखर अति सुंदर वाक्य जीवंत वाक्य आम शुणिलु वास्तव में यही दुर्दिन तथा कोरोनार भय समय एक उत्साहमूलक वाक्य प्रत्येक को निश्चित भाव में भरोसा आनीदेव एणु आसु ये वाक्यर आज्ञाकारी होई आम पालन करू करू निज हृदय संचय करी आमने आशीर्वाद पाइबा विशेषकर मंडली पक्षर प्रिय भाई को विशेष धन्यवाद जनाए मंडलीर अनुरोध रक्षा करी आमानक मध्य आज सुंदर वाक्य देले प्रभु तांकु तांको परिवार को मध्य तांको सेवा कार्य को आहुरी आशीर्वाद कर आसतु आम चक्षु बंद करूँ प्रार्थना करी आज उपासना को शेष करवा मंगलमय प्रभु तुमको धन्यवाद करुचु तुम्हें केते दयालु परमेश्वर आज वाक्य आम कथा कहल प्रभु प्रियदासों द्वारा यही दुर्दिन समय यही भयर वातावरण समय प्रभु तुम्हें जो भरोसार वाक्य आम दे से तुमको धन्यवाद होचु ये वाक्य जो प्रकार प्रभु आम विश्वास सहित भरोसा ये वाक्य को निज हृदय संचय करू करू प्रभु तुमरी निमंते आग को बढ़ू समय आम विश्वास रही प्रभु युद्ध आग को बढ़ू से साहाय्य कर जो मैंने असुस्थ मान सुस्थ करू करू प्रभु ये वाक्य जो प्रकार प्रभु से हृदय कथा कह से परिवार मुखरे प्रभु आनंद देव मध्य जो मैंने अभावग्रस्त से वाक्य आज कथा कहू कहू प्रभु से समस्त दुख दूर करू करू प्रभु से आशीर्वाद आनीदेव धन्यवाद दौचु प्रभु प्रियदासों मुखरे आज सुंदर वाक्य कहल परिवार को मध्य सेवा कार्य को आशीर्वाद करू करू जो दर्शक भाई माने भौणी माने मध्य मंडलीर विश्वासी तथा बाल वृद्ध वनिता ये समस्त वाक्य शुणी प्रत्येक को तुम्हें आशीर्वाद कर संचय करू करू प्रभु तुमरी गौरव निमंते व्यवहार करने सहित पालन करी प्रभु तुमरे आशीर्वाद को पाइबा साहाय्य कर समस्त गौरव तुमको दौचु आज उपासनार आरंभ शेष जाए आमर संगी हो समस्त विषय उपकार कर जीशु नाम यही समस्त भिक्षा मागुछु आमेन आसतु आमने प्रभु शिक्षा प्रार्थना करवा हे आमनकर स्वर्गस्थ पिता तुम नाम पवित्र बोली मान्य हो तुमर राज्य आसु जेपरी स्वर्ग रे सेहीपरी पृथ्वी रे तुमर इच्छा सफल हो आज आम को प्रयोजन आहार दियो आमने जेपरी निज निज अपराधी मान क्षमा करियछु सेहीपरी आमनकर समस्तंकर अपराध क्षमा कर परीक्षा रे आन नाही मात्र मंदर रक्षा कर जेणु राज्य पराक्रम गौरव जुगे जुगे तुम्हर आमेन पिता परमेश्वर प्रेम प्राणकर्ता प्रभु श्रीकृष्ण अनुग्रह साहाय्यकारी पवित्र आत्मा शांति शक्ति सहभागिता और चेतना आम सहित मध्य मंडली तथा विश्वर प्रत्येक विश्वासी मान सहित सदा सर्वदा रुहतु आमेन विशेष भाव में समस्त को धन्यवाद जनाए आज आम को प्रभु अनुग्रह कले
आपण माने उपासना ऑनलाइन माध्यम सहयोग करी सहभागितार प्रभुंर आशीर्वाद पाई प्रभुंर अनुग्रह हेले आसंता सप्ताह तद्रूप ऑनलाइन माध्यम उपासना करी प्रभुंर गौरव और आशीर्वाद पाइबा। समस्त को धन्यवाद।